ଆଉ ସେ ପିଣ୍ଡାରେ ବସିକି ମୁଁ ଏମିତି ଭାବୁଥାଏ, ବିଶ୍ୱାସ କରିବେନି, ଆଖିରୁ ଖାଲି ଧାର ଧାର ଲୁହ ବାହାରି ଆସିଲା। ଭାରି ଖୁସି ଲାଗିଲା, ଭଗବାନଙ୍କୁ ବହୁତ ଧନ୍ୟବାଦ ଦେଲି। ଏଇ କିଛି ଦିନ ହେବ କାମରେ ମୁଁ ଏତେ ବ୍ୟସ୍ତ ହୋଇଗଲି ଯେ ମୁଁ 2 ଦିନ ମୋ ଡେଲି ଡାଏରୀ ଲେଖିପାରିଲିନି। ସକାଳୁ ସକାଳୁ ଉଠି ଦୈନ ନନା, ମୁଁ, କାନନା ସବୁ ଜିନିଷକୁ ପ୍ୟାକ୍ କଲୁ। ପ୍ୟାକ୍ କରିକି ସିଧା ଘଟଗାଁ ବାହାରିଲୁ। କିନ୍ତୁ କେଉଁଠି ନା କେଉଁଠି ମନ ଭିତରେ ଟିକେ ଭୟ ଥିଲା। କାରଣ ଟିଭିରେ ଯେଉଁ ଦେଇଥିଲା ନା ନ୍ୟୁଜ୍, କାଳୀପୂଜା ଦିନ ପ୍ରବଳ ବର୍ଷା ହେବ ବୋଲି, ସେଇ କଥା ଭାବି ମନରେ ଡର ଆସିଥାଏ। 16-17 ତାରିଖରେ କିନ୍ତୁ ବର୍ଷା ହେଇନଥିଲା। ଯଦି ଆଜି ବର୍ଷା ହେବ ନା, ସବୁ ସର୍ବନାଶ ହେଇଯିବ। ପୂର୍ବରୁ ନା ବାପା ଆମର ବେପାରୀମାନଙ୍କୁ ବହୁତ ଜିନିଷ ସେଲ୍ କରିଦେଇଥିଲେ। ତ ଆଉ ଅଧା ଜିନିଷ ପାଖାପାଖି ଥିଲା, ପାଖାପାଖି 50% ଥିଲା। ଯଦି ବର୍ଷା ଦେବ ନା, ଲୋକ ତ ଆଉ ଆସିପାରିବେନି, ଆମେ କ'ଣ ବିକିବୁ, କ'ଣ ବେପାର କରିବୁ। ସେଇ ଭୟ ନେଇକି କାନନା, ମୁଁ, ଦୈନନ୍ଦିନ ଆମେ ଘଟଗାଁରେ ପହଞ୍ଚିଗଲୁ। ସକାଳୁ ସକାଳୁ ସବୁ ଜିନିଷ ସଜେଇକି ରଖିଦେଲୁ, ଯେମିତି ଲୋକ ଦେଖିଲା ମାନେ ଆମ କତିକି ଆସିବେ, ଆଉ ଭଲ ବେପାର ହେବ। ଟିକେ ମେଘ ଦେଉଥିଲା, ପୁଣି ଟିକେ ଖରା, ଟିକେ ମେଘ ଟିକେ ଖରା, ଏଇଭଳିଆରେ ଲୋକ ଏତେ ବି ଆସୁନଥାନ୍ତି। ମନରେ କିନ୍ତୁ ଭାରି ଦୁଃଖ ଥାଏ। ପାଖାପାଖି 1:30 ହେବ ସମୟ, ସେତେବେଳକୁ ଟିକେ ଖରା ଦେଲା। ଆଉ ତାପରେ ବେପାର ଏମିତି ହେଲା ଯେ ଆମେ କେବେ ଭାବିନଥିଲୁ। ଆମ ପାଖାପାଖି ଆହୁରି 4-5ଟା ଦୋକାନ ଥିଲା। ଲୋକ ଆସୁଥିଲେ, ଲୋକ ଯାଉଥିଲେ। ସନ୍ଧ୍ୟା 8ଟା ସାରିନା ବଢ଼ିଆ ସେ ବେପାର ହେଲା। ଆଉ ମନେ ମନେ ନା ମୁଁ ମା କାଳୀଙ୍କୁ 1000 ଥର ମୁଣ୍ଡିଆ ମାରୁଥାଏ। କିନ୍ତୁ 8ଟା ପରେ ପୁଣି ବର୍ଷା ଷ୍ଟାର୍ଟ ହେଇଗଲା। ଯେତେବେଳେ ବର୍ଷା ଦେଲା, ଆମେ ଦୈନନ୍ଦିନ, କାନନା, ମୁଁ ସବୁ ଜିନିଷକୁ ଏକାଠି କରିଦେଲୁ। କାରଣ ସେତେବେଳେ ବେପାର ସବୁ ସରିଯାଇଥାଏ, ଜିନିଷ ସବୁ ସରିଯାଇଥାଏ। ସବୁ ଜିନିଷ ଭାଙ୍ଗି ଭୁଗାକି ସେଠି ନନାର ସାଙ୍ଗ ତା ଦୋକାନ ଭିତରେ ଆମେ ରଖିଦେଲୁ। କାହିଁକିନା ବର୍ଷା ବି ବଢ଼ିଲାଣି ସେତେବେଳକୁ। ଆମେ ଭାବିଲୁ ଆଉ ଜିନିଷ କିଛି ନେଇ ହେବନି, ତ କାଲି ଆସିକି ଆମେ ନେବୁ। ତ ଆମେ ରଖିଦେଲୁ। ରଖିଦେଇକି ସେଇ ପିଣ୍ଡାରେ ବସିଛୁ। ପାଖାପାଖି ହେବ 9ଟା ସମୟ। ଆଉ ସେତେବେଳେ ଏତେ ବର୍ଷା ହେଲା ଯେ କମ୍ ସେ କମ୍ 2 ଘଣ୍ଟା ଭଳିଆ ମେଘ ହେଲା। କିନ୍ତୁ ଏପଟେ ଦିନ ସାରା ଛିଡ଼ା ହେଇ ହେଇ ଗୋଡ଼ ହାତ ବିନ୍ଧୁଥାଏ, ଗୋଡ଼ ବି ଫୁଲି ଯାଇଥିଲା। ଆଉ ଇଆଡ଼େ ଭୋକ ବି ଜୋରରେ, କାରଣ ସେତେବେଳକୁ 10ଟା 10:30 ସମୟ ହେବ, 11ଟା ସମୟ ହେବ। ଜୋରରେ ଭୋକ ଲାଗୁଥାଏ, ଆଉ ବର୍ଷା ଛାଡ଼ିବାକୁ ବି ନା ନେଉନଥାଏ। କିନ୍ତୁ ସେଇ ମେଘକୁ ଦେଖି ମୁଁ ପିଣ୍ଡାରେ ବସି ଭାବୁଥାଏ, ଆକ୍ଚୁଆଲିରେ ଭଗବାନ ଅଛନ୍ତି, ନଚେତ ଏମିତି ବେପାର ହେଇନଥାନ୍ତା। ଆପଣ ଭାବନ୍ତୁ, ସକାଳୁ ବର୍ଷା ହେଲା, ତାପରେ ଛାଡ଼ିଲା। ଯେଉଁ ଟାଇମ୍ରେ ଆକ୍ଚୁଆଲିରେ ବେପାର ହୁଏ, ସେଇ ଟାଇମ୍ରେ ହିଁ ବର୍ଷା ଛାଡ଼ିଗଲା। ତ ଭାବନ୍ତୁ, ଏଇଟା ଭଗବାନଙ୍କର ଆଶୀର୍ବାଦ। ଆଉ ସେଇ ପିଣ୍ଡାରେ ବସିକି ମୁଁ ଏମିତି ଭାବୁଥାଏ, ବିଶ୍ୱାସ କରିବେନି, ଆଖିରୁ ଖାଲି ଧାର ଧାର ଲୁହ ବାହାରି ଆସିଲା। ଭାରି ଖୁସି ଲାଗିଲା, ଭଗବାନଙ୍କୁ ବହୁତ ଧନ୍ୟବାଦ ଦେଲି। ଆକ୍ଚୁଆଲି ଭଗବାନ ଅଛନ୍ତି, ନଚେତ ଏମିତି ମିରାକିଲ୍ ହେଇନଥାନ୍ତା। ଏବେ ବି ସେଇ ମୁହୂର୍ତ୍ତଟାକୁ ଭାବିଲା ବେଳକୁ ନା ରୁମ ଟାଙ୍କୁରି ଉଠୁଛି। ସେଇ ମୁହୂର୍ତ୍ତ କଥା କେବେ ଭୁଲି ପାରିବିନି ମୋ ଜୀବନରେ। ସେଇ ଦିନକୁ ପାଖାପାଖି 11ଟା ବେଳେ ଯେତେବେଳେ ବର୍ଷା ଟିକେ କମିଲା, ଦୈନନ୍ଦିନ, ମୁଁ, ଆମେ ଗୋଟେ ବାଇକ୍ରେ ବସିଲୁ। କାନନା ସିଏ ସ୍କୁଟି ଚଲେଇଲା। ଆସିଲା ଭିତରେ କାନନାର ସ୍କୁଟି ପଙ୍କଚର୍ ହେଇଯାଇଛି। ତ ଆମେ ପଛରେ ଯେହେତୁ ଆସିଥିଲୁ, ମୁଁ ଯାଇକି ଦେଖିଲା ବେଳକୁ ନନା ଗଡ଼େଇ ଗଡ଼େଇ ଯାଉଛି। ମୁଁ କହିଲି, ଏତେ ରାତିରେ ନନା ତୁ ଗଡ଼େଇ ଗଡ଼େଇ ଯିବୁ? କହିଲେ, ନା ମୁଁ ଗଡ଼େଇ ଗଡ଼େଇ ପଳେଇବି, କିଛି ଅସୁବିଧା ନାହିଁ। କାହିଁକି ଆମ ଗାଁକୁ ଆସିଲା ବେଳକୁ ଗୋଟେ ଜଙ୍ଗଲ ପଡ଼େ। ରାତି 11:30, ବର୍ଷା ବି ଜୋରରେ। ତ ଆପଣ ଭାବନ୍ତୁ ସେଇ ମୁହୂର୍ତ୍ତରେ। ମୁଁ କହିଲି, ନନା ତୁ କିଛି କରନା, ତୁ ଚଲେଇକି ପଳେଇ ଆସେ, ଯାହା ହେବ ଦେଖାଯିବ। ସେଠୁ ନନା ଗାଡ଼ି ଚଲେଇକି ପଳେଇ ଆସିଲା। ଘରେ ଆମେ ଜଷ୍ଟ ପହଞ୍ଚିଲା ବେଳକୁ ଘରେ ପୁରା ସୁନସାନ, କେହି ନାହାନ୍ତି। ଆଉ ଆମେ ଘରେ ପହଞ୍ଚିଲା ବେଳକୁ ନା ପୁରା ଗୋଟା ପଟେ ଓଦା ହେଇଯାଇଥାଉ। ବାପା ଆମକୁ ଜଗି ଜଗି ଥକାରେ ସେ ଶୋଇପଡ଼ିଥାନ୍ତି। ଆମେ ପହଞ୍ଚିକି ବାପାଙ୍କୁ ଉଠେଇଲୁ। ମୁଁ କହିଲି, ବାପା ଉଠ। ଆଉ ପଇସା ବ୍ୟାଗ୍ଟା ନା ମୁଁ ଡିକିରୁ ବାହାର କରିକି ବାପାଙ୍କୁ ଧରେଇଦେଲି। ଆଉ ବାପା ବହୁତ ଖୁସି ହେଲେ, ଦେଖିଦେଲେ, କହିଲେ ଠିକ୍ ଅଛି, ଖୁସି ହେଲେ। ନେଇକି କେଉଁଠି ଲୁଚେଇକି ରଖିଦେଲେ ଯେ ମୁଁ ଆଜି ପର୍ଯ୍ୟନ୍ତ ଜାଣିନି ଯେ ବାପା କେଉଁଠି ରଖିଥିଲେ। ପଚାରିଲେ ବି ବାପା କୁହନ୍ତିନି, କାରଣ ଗାଁ ଗହଳିରେ ଆପଣ ଜାଣିଥିବେ ଯେ ଗୋଟେ ଭୟ ଥାଏ, ଯେ ଚୋରିର ଭୟ। କାରଣ ଗାଁ ଗହଳିଟା ଆପଣ ଜାଣିଥିବେ।
ସେଥିପାଇଁ ବାପା ଲୁଚେଇକି ରଖିଦେଲେ। ସାଙ୍ଗରେ ଖାଇଲୁ ଆମେ, ନନା ବାପା ବୋଉ ସାଙ୍ଗରେ ମିଶିକି ଖାଇଲୁ। କିନ୍ତୁ ଶୋଇଲା ବେଳେ ନା ମନେ ମନେ ମୁଁ ଭାବୁଥିଲି ଯେ କେତେ ପଇସା ହେଲା, ଯେତିକି ବି ମୁଁ ଉଦ୍ଧାର କରିଛି ତାକୁ ସୁଝି ହେବ କି ନାହିଁ, ଏଭଳିଆ ହଜାର ଚିନ୍ତା ମନରେ ଆସୁଥାଏ। ଆଉ ସେଇଦିନ ରାତି ସାରା ନା ଏତେ ମେଘ ମାନେ ସକାଳ ପର୍ଯ୍ୟନ୍ତ ବି ଛାଡ଼ିଲାନି। ତ ଆମେ ସବୁ ଚୁପଚାପ ଘୋଡ଼େଇ ଘୋଡ଼ାଇକି ଶୋଇଲୁ।